ରାସ୍ତାକୁ ଓହ୍ଲେଇ ପୁରା ଆନ୍ଦୋଳନ ସୃଷ୍ଟି କରିବୁ। ନିହାତି ଭାବରେ ଖୋଲାଖୋଲି ଚେତାବନୀ ଦେଇଛି ଦାବି ପୂରଣ ନହେଲେ ଆଗାମୀ ଆଗ୍ରହ ହେବ। ଆଜି ଆପଣମାନେ ଟିଟିଲାଗଡ଼ ଥାନାରେ ଏଫଆଇଆର ଦେଇଛନ୍ତି। ଏଫଆଇଆର କ'ଣ ଉଲ୍ଲେଖ ରହିଛି ଏବଂ ଇ ୱାର୍ଡ ମୁଇଁ ନେଇ କହିଲେ ଆଦିବାସୀ ମାନକେ ଏଇଟା ଅପମାନିତ ହଉଛେ। ଆଦିବାସୀ ମାନଙ୍କର ଲାଗି ଗୋଟେ ମାନ ସମ୍ମାନ ହାନି ହଉଛେ, ତାଙ୍କର ସଂସ୍କୃତି ହାନି ହଉଛେ, ତାଙ୍କର ପରମ୍ପରା ହାନି ହଉଛେ, ତାଙ୍କର ଚାଲିଚଲଣ ଉପରେ ହାନି ହଉଛେ। ଆମେ କେନ୍ଦାରେ ଦୂଷିତ ହେଲୁ ସାର୍। ତେଣୁକରି ଆମେ ବର୍ତ୍ତମାନ ଶ୍ରୀ ବାଗକୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ନୃଶଂସ ଆଚରଣ ନିବାରଣ ଆଇନ 1989, ST SC ପ୍ରିଭେନ୍ସନ୍ ଅଫ୍ ଏଟ୍ରୋସିଟି ଆକ୍ଟ 1989, 2015, 2018 ଏବଂ ଭାରତୀୟ ନ୍ୟାୟ ସଂହିତା 2023 ଅନୁସାରେ ଆମେ ଗିରଫ କରିବାର ଦାବି କରୁଛୁ। ଲକ୍ଷ୍ମଣ ବାଗକୁ ଗିରଫ କରାଯାଉ। ଯଦିଚ ତାଙ୍କର ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହେଲେ ଆଦିବାସୀମାନେ ଆମେ ପୁରା ତୀବ୍ର ଆନ୍ଦୋଳନ କରିବୁ। ସେଥିରେ ସେ ଦାୟୀ ହେବେ। ଅବିଳମ୍ବେ ସମାଧାନ କରିବା ପାଇଁ ଆମେ ଗ୍ରାମୀଣ ଜୀବନକୁ ଗଭୀର ସଂକଟ ମଧ୍ୟରେ ପକାଇ ଦେଇଛି। ତେଣୁ ଜିଲ୍ଲା ଆଦିବାସୀ କଲ୍ୟାଣ